ସେବା ହିଁ ପରମ ଧର୍ମ, ଗୃହସ୍ଥ ଜୀବନର ପ୍ରକୃତ ଭକ୍ତି। ଓ ଶ୍ରୀ ଗଣେଶାୟ ନମଃ। ଓ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ପବିତ୍ର ସତ୍ସଙ୍ଗରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଭକ୍ତବୃନ୍ଦଙ୍କୁ ମୋର ସଭକ୍ତି ପ୍ରଣାମ। ଆଜି ଆମେ ଆଲୋଚନା କରିବା ଏକ ଏଭଳି ପ୍ରସଙ୍ଗ ଉପରେ ଯାହା ଆମ ଘର, ପରିବାର ଏବଂ ଆଧ୍ୟାତ୍ମିକ ଜୀବନର ମୂଳଦୁଆ। ଅନେକ ସମୟରେ ଆମେ ଭାବୁ ଯେ ଘିଅ ଦୀପଟିଏ ଜାଳିଦେଲେ କିମ୍ବା ମନ୍ଦିର ଯାଇ ମୁଣ୍ଡିଆ ମାରିଦେଲେ ଭଗବାନ ପ୍ରସନ୍ନ ହୋଇଯିବେ। କିନ୍ତୁ ଶାସ୍ତ୍ର କହେ, ଯେଉଁ ନାରୀ ନିଜ ଘରର ଜୀବନ୍ତ ଦେବତାଙ୍କୁ ଅସମ୍ମାନ କରି ପଥର ମୂର୍ତ୍ତି ଆଗରେ ମୁଣ୍ଡ ପିଟେ, ତାର ପୂଜା ନିଷ୍ଫଳ ହୋଇଥାଏ। 1. ସ୍ୱାମୀ ସ୍ତ୍ରୀ ପାଇଁ ପରମ ଗୁରୁ ଓ ଦେବତା। ଭାରତୀୟ ପରମ୍ପରାରେ ସ୍ୱାମୀଙ୍କୁ ପତିଦେବ ବୋଲି କୁହାଯାଏ। ଏହାର ଅର୍ଥ ନୁହେଁ ଯେ ଜଣେ ମଣିଷ ଭାବେ ସେ ସର୍ବଗୁଣ ସମ୍ପନ୍ନ, ବରଂ ଏହାର ଅର୍ଥ ହେଉଛି ଜଣେ ନାରୀ ପାଇଁ ତାର ସ୍ୱାମୀ ହିଁ ତାର ସର୍ବଶ୍ରେଷ୍ଠ କର୍ତ୍ତବ୍ୟ। ଶାସ୍ତ୍ରରେ ଉଲ୍ଲେଖ ଅଛି, ପତିରେ ଗୁରୁଃ ସ୍ତ୍ରୀଣାଂ ସର୍ବସ୍ୟାଭ୍ୟାଗତୋ ଗୁରୁଃ, ଅର୍ଥାତ୍ ସମସ୍ତଙ୍କ ପାଇଁ ଅତିଥି ଗୁରୁ ହୋଇଥିବା ବେଳେ ସ୍ତ୍ରୀ ପାଇଁ ତାଙ୍କ ସ୍ୱାମୀ ହିଁ ପରମ ଗୁରୁ। ଯଦି ଜଣେ ନାରୀ ନିଜ ସ୍ୱାମୀଙ୍କୁ ଅନାଦର କରେ, ତାଙ୍କୁ କଟୁ ବଚନ କହେ କିମ୍ବା ତାଙ୍କର ଅବହେଳା କରେ, ତେବେ ସେ ଯେତେ ବଡ଼ ବ୍ରତ କଲେ ମଧ୍ୟ ଭଗବାନ ନାରାୟଣ କେବେ ବି ତୃପ୍ତ ହୁଅନ୍ତି ନାହିଁ। କାରଣ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କେବଳ ଶାରୀରିକ ବା ସାମାଜିକ ନୁହେଁ, ଏହା ଏକ ଆତ୍ମିକ ବନ୍ଧନ। ସ୍ୱାମୀଙ୍କ ସେବା ମଧ୍ୟରେ ହିଁ ନାରୀର ମୋକ୍ଷ ମାର୍ଗ ନିହିତ। 2. ଶାଶୁ ଶ୍ୱଶୁର ପରିବାରର ଚେର। ଆଜିକାଲି ସମାଜରେ ଏକ ବିଷାକ୍ତ ଚିନ୍ତାଧାରା ପଶିଯାଇଛି ଶାଶୁ ଓ ଶ୍ୱଶୁରଙ୍କୁ ପର ଭାବିବା। ମନେ ରଖିବା ଉଚିତ, ଯେଉଁ ବୃକ୍ଷର ଚେରକୁ କାଟି ଦିଆଯାଏ, ସେହି ବୃକ୍ଷ କେବେ ବି ଫଳ କିମ୍ବା ଛାଇ ଦେଇପାରେ ନାହିଁ। ଶ୍ୱଶୁର ହେଉଛନ୍ତି ପରିବାରର ବଟବୃକ୍ଷ, ଯିଏ ନିଜ ରକ୍ତକୁ ପାଣି କରି ଆପଣଙ୍କ ସ୍ୱାମୀଙ୍କୁ ଗଢ଼ିଛନ୍ତି। ଶାଶୁ ହେଉଛନ୍ତି ସେହି ଜନ୍ମଦାତ୍ରୀ, ଯାହାଙ୍କ ପାଇଁ ଆପଣ ଆଜି ଏକ ସୁନ୍ଦର ସଂସାର ପାଇଛନ୍ତି। ଯଦି ଜଣେ ବୋହୂ ଶାଶୁ ଶ୍ୱଶୁରଙ୍କୁ ଅବହେଳା କରେ, ତାଙ୍କୁ ବୃଦ୍ଧାବସ୍ଥାରେ ଅନାଦର କରେ, ତେବେ ମନେ ରଖନ୍ତୁ ଦିନେ ସେ ମଧ୍ୟ ସେହି ଅବସ୍ଥାକୁ ଭୋଗିବ। କର୍ମର ଫଳ ଅତି ଭୟଙ୍କର। ଯେଉଁ ଘରେ ବୃଦ୍ଧ ପିତାମାତାଙ୍କ ଆଖିରୁ ଲୁହ ଝରେ, ସେହି ଘରୁ ମା ଲକ୍ଷ୍ମୀ ବିଦାୟ ନିଅନ୍ତି। ଶାସ୍ତ୍ର କହେ, ମାତୃଦେବ ଭବ ପିତୃଦେବ ଭବ। ଏହି ନିୟମ ଶ୍ୱଶୁର ଘର ପାଇଁ ମଧ୍ୟ ସମାନ ଭାବେ ଲାଗୁ। 3. ଭଗବାନ କେଉଁଠି ଅଛନ୍ତି? ଆମେ ଭଗବାନଙ୍କୁ ଖୋଜିବା ପାଇଁ ବାର ଦୁଆର ବୁଲୁ, କିନ୍ତୁ ପ୍ରକୃତରେ ଭଗବାନ ରୁହନ୍ତି କେଉଁଠି? ନ କାଷ୍ଠେ ବିଦ୍ୟତେ ଦେବ ନ ଶିଳାୟାଂ ନ ମୃଣ୍ମୟେ ଭାବେ ହିଁ ବିଦ୍ୟତେ ଦେବସ୍ତସ୍ମାତ୍ ଭାବୋ ହିଁ କାରଣମ୍। ଦେବତା କାଠରେ ନାହାନ୍ତି, ପଥରରେ ନାହାନ୍ତି କି ମାଟି ମୂର୍ତ୍ତିରେ ନାହାନ୍ତି। ଭଗବାନ ରୁହନ୍ତି ଆମର ଭାବ ମଧ୍ୟରେ। ଯଦି ଆପଣଙ୍କ ମନରେ ନିଜ ଗୁରୁଜନଙ୍କ ପ୍ରତି ଘୃଣା ଥାଏ, ତେବେ ଠାକୁର ଘରେ ସୁନା ସିଂହାସନ ଉପରେ ଭଗବାନଙ୍କୁ ବସାଇଲେ ବି ସେ ସେଠାରେ ରୁହନ୍ତି ନାହିଁ। ଭକ୍ତ ଶ୍ରବଣ କୁମାରଙ୍କ କଥା ମନେ ପକାନ୍ତୁ। ସେ ନିଜ ପିତାମାତାଙ୍କୁ କାନ୍ଧରେ ବୋହି ତୀର୍ଥ କରାଇଥିଲେ, ସେଥିପାଇଁ ସେ ଆଜି ପର୍ଯ୍ୟନ୍ତ ଅମର। ପୁରାଣରେ ବର୍ଣ୍ଣିତ ଅଛି, ମାତା ପାର୍ବତୀ ଓ ପିତା ଶିବଙ୍କୁ ପ୍ରଦକ୍ଷିଣ କରି ଗଣେଶ ସମଗ୍ର ବ୍ରହ୍ମାଣ୍ଡ ଭ୍ରମଣର ଫଳ ପାଇଥିଲେ। ଅର୍ଥାତ୍ ପରିବାରର ଗୁରୁଜନଙ୍କ ସେବା ହିଁ ସର୍ବଶ୍ରେଷ୍ଠ ତୀର୍ଥ। 4. ଅନାଦରର ପରିଣାମ। ଯେଉଁ ନାରୀ ନିଜ ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କୁ କଷ୍ଟ ଦିଏ, ସେ ପାପର ଭାଗିଦାର ହୁଏ। 1. ମାନସିକ ଅଶାନ୍ତି। ଏଭଳି ଗୃହରେ କେବେ ବି ଶାନ୍ତି ରୁହେ ନାହିଁ। କଳିଝଗଡ଼ା ଘରର ବାତାବରଣକୁ ନର୍କ କରିଦିଏ। 2. ସନ୍ତାନଙ୍କ ଉପରେ ପ୍ରଭାବ। ପିଲାମାନେ ସେୟା ଶିଖନ୍ତି, ଯାହା ସେମାନେ ନିଜ ମାଆକୁ କରୁଥିବାର ଦେଖନ୍ତି। ଆଜି ଆପଣ ଯଦି ଆପଣଙ୍କ ଶାଶୁଙ୍କୁ ଅନାଦର କରିବେ, କାଲି ଆପଣଙ୍କ ବୋହୂ ମଧ୍ୟ ଆପଣଙ୍କ ସହ ସେଇଆ କରିବ। 3. ପୂଜାର ନିଷ୍ଫଳତା। ଭଗବାନ କେବେ ବି ସେହି ଅର୍ଘ୍ୟ ଗ୍ରହଣ କରନ୍ତି ନାହିଁ, ଯାହା ଅନ୍ୟର ହୃଦୟକୁ କଷ୍ଟ ଦେଇ ଅର୍ପଣ କରାଯାଇଥାଏ। 5. ସଂସ୍କାର ଓ ସମାଧାନ। ଜଣେ ଆଦର୍ଶ ନାରୀ ହେଉଛି ସେ, ଯିଏ ଘରକୁ ସ୍ୱର୍ଗ କରିପାରେ। ସେବା ଓ ସହିଷ୍ଣୁତା ହେଉଛି ନାରୀର ଅଳଙ୍କାର। ସ୍ୱାମୀଙ୍କୁ ସମ୍ମାନ ଦିଅନ୍ତୁ। ସ୍ୱାମୀଙ୍କର କୌଣସି ଭୁଲ ଥିଲେ ତାଙ୍କୁ ଏକାନ୍ତରେ ବୁଝାନ୍ତୁ, କିନ୍ତୁ ଅନ୍ୟ ସାମ୍ନାରେ କିମ୍ବା ମନେ ମନେ ତାଙ୍କୁ ଘୃଣା କରନ୍ତୁ ନାହିଁ। ଶାଶୁ ଶ୍ୱଶୁରଙ୍କୁ ନିଜ ପିତାମାତା ଭାବନ୍ତୁ। ମନେ ରଖନ୍ତୁ, ସେମାନେ ଆପଣଙ୍କ ସ୍ୱାମୀଙ୍କୁ ଜନ୍ମ ଦେଇଛନ୍ତି। ତାଙ୍କୁ ଟିକେ ସମୟ ଦିଅନ୍ତୁ, ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଭକ୍ତିରେ ସରଳତା ଆଣନ୍ତୁ, ପୂଜା ପାଠ କରନ୍ତୁ, କିନ୍ତୁ ସେବାକୁ ପ୍ରଥମ ସ୍ଥାନ ଦିଅନ୍ତୁ। ସକାଳୁ ଉଠି ଠାକୁରଙ୍କୁ ପ୍ରଣାମ କରିବା ପୂର୍ବରୁ ଘରର ଗୁରୁଜନଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଅନ୍ତୁ। ସେହି ଆଶୀର୍ବାଦ ହିଁ ଆପଣଙ୍କ ସଂସାରରେ ସୁଖ ସମୃଦ୍ଧି ଭରିଦେବ। ମାଆମାନେ, ଭଉଣୀମାନେ, ଘର ହେଉଛି ମନ୍ଦିର ଏବଂ ପରିବାରର ସଦସ୍ୟମାନେ ହେଉଛନ୍ତି ଜୀବନ୍ତ ଦେବତା। ସେହି ଜୀବନ୍ତ ଦେବତାଙ୍କୁ ଅପମାନିତ କରି ପଥର ମୂର୍ତ୍ତିର ଆରାଧନା କରିବା କେବଳ ଏକ ଆତ୍ମପ୍ରତାରଣା। ଯଦି ଆପଣ ପ୍ରକୃତରେ ଭଗବାନଙ୍କୁ ପାଇବାକୁ ଚାହୁଁଛନ୍ତି, ତେବେ ନିଜ ସ୍ୱାମୀଙ୍କୁ ଶ୍ରଦ୍ଧା କରନ୍ତୁ ଏବଂ ଶାଶୁ ଶ୍ୱଶୁରଙ୍କୁ ନିଜର ଆପଣାର କରି ସେମାନଙ୍କ ଶେଷ ସମୟର ସାହାରା ହୁଅନ୍ତୁ।
ସେଇଦିନ ହିଁ ଆପଣଙ୍କ ପୂଜା ସଫଳ ହେବ ଏବଂ ଭଗବାନ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ବୋଲନ୍ତୁ ଶ୍ରୀ ବାସୁଦେବ ଭଗବାନ କି ଜୟ, ଶ୍ରୀ ଲକ୍ଷ୍ମୀ ମାତା କି ଜୟ। ସତୀ ଅନସୂୟା ଓ ତ୍ରିଦେବଙ୍କ ପରୀକ୍ଷା। ଆମ ପୁରାଣରେ ସତୀ ଅନସୂୟାଙ୍କ କଥା ବର୍ଣ୍ଣିତ ଅଛି। ସେ ନିଜ ସ୍ୱାମୀଙ୍କୁ ଭଗବାନ ଭାବେ ସେବା କରୁଥିଲେ। ତାଙ୍କ ସତୀତ୍ୱ ଓ ପତିସେବାର ଶକ୍ତି ଏତେ ଥିଲା ଯେ ସ୍ୱୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତାଙ୍କୁ ପରୀକ୍ଷା କରିବାକୁ ଆସିଲେ। ସେମାନେ ଅତିଥି ବେଶରେ ଆସି ସର୍ତ୍ତ ରଖିଲେ ଯେ ଅନସୂୟା ନିବସ୍ତ୍ର ହୋଇ ସେମାନଙ୍କୁ ଭିକ୍ଷା ଦେବେ। ଅନସୂୟା ନିଜ ସ୍ୱାମୀଙ୍କ ଚରଣାମୃତ ସ୍ମରଣ କରି ତ୍ରିଦେବଙ୍କ ଉପରେ ଜଳ ଛିଞ୍ଚିଦେଲେ। ସେହି ମୁହୂର୍ତ୍ତରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତିନୋଟି ଛୋଟ ଶିଶୁ ପାଲଟିଗଲେ। ଏହା ହିଁ ହେଉଛି ପତିସେବାର ଶକ୍ତି। ଯେଉଁ ନାରୀ ନିଜ ଘରର କର୍ତ୍ତବ୍ୟକୁ ଈଶ୍ୱରଙ୍କ ସେବା ବୋଲି ମାନେ, ସ୍ୱୟଂ ଭଗବାନ ମଧ୍ୟ ତାଙ୍କ ପାଖରେ ଶିଶୁ ସମାନ ହୋଇ ରୁହନ୍ତି। ଆଜିର ନାରୀ ଯଦି ଘରେ ସ୍ୱାମୀଙ୍କୁ ଅନାଦର କରି ବାହାରେ ଧର୍ମ ଖୋଜେ, ତେବେ ସେ ଏହି ଆଧ୍ୟାତ୍ମିକ ଶକ୍ତିରୁ ବଞ୍ଚିତ ହୁଏ। ସାବିତ୍ରୀ ଓ ଯମରାଜଙ୍କ ସମ୍ବାଦ। ଆଉ ଏକ ଉଦାହରଣ ହେଉଛି ମାତା ସାବିତ୍ରୀଙ୍କର। ସେ ଜାଣିଥିଲେ ତାଙ୍କ ସ୍ୱାମୀ ସତ୍ୟବାନଙ୍କ ଆୟୁଷ ଅଳ୍ପ, ତଥାପି ସେ ନିଜ ସ୍ୱାମୀ ଓ ଶାଶୁ ଶ୍ୱଶୁରଙ୍କ ସେବାରୁ କେବେ ବିଚ୍ୟୁତ ହୋଇନଥିଲେ। ତାଙ୍କ ଶ୍ୱଶୁର ଅନ୍ଧ ଥିଲେ, କିନ୍ତୁ ସାବିତ୍ରୀ ତାଙ୍କର ଏଭଳି ସେବା କଲେ ଯେ ଯମରାଜ ପ୍ରସନ୍ନ ହୋଇ ସତ୍ୟବାନଙ୍କ ଜୀବନ ଫେରାଇବା ସହ ଶ୍ୱଶୁରଙ୍କ ଆଖିର ଜ୍ୟୋତି ମଧ୍ୟ ଫେରାଇଦେଲେ। ଏହି କାହାଣୀ ଶିଖାଏ ଯେ ଜଣେ ବୋହୂର ସେବା କେବଳ ସ୍ୱାମୀଙ୍କୁ ନୁହେଁ, ବରଂ ଶ୍ୱଶୁର ଘରର ପିତୃପୁରୁଷଙ୍କୁ ମଧ୍ୟ ଉଦ୍ଧାର କରିଥାଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣ। ଶାସ୍ତ୍ର କହେ, ଯେଉଁଠାରେ ନାରୀ ସମ୍ମାନିତ ହୁଅନ୍ତି ସେଠାରେ ଦେବତାମାନେ ବାସ କରନ୍ତି। କିନ୍ତୁ ଏହାର ଅର୍ଥ ଏହା ମଧ୍ୟ ଯେ ଯେଉଁ ନାରୀ ନିଜ ଗୁରୁଜନଙ୍କୁ ସମ୍ମାନ ଦିଏ ସେହି ଘରକୁ ବୈକୁଣ୍ଠ କୁହାଯାଏ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ସ୍ୱଧର୍ମ ପାଳନ କରିବା ହିଁ ଶ୍ରେଷ୍ଠ ଭକ୍ତି। ଜଣେ ବିବାହିତ ନାରୀ ପାଇଁ ତାର ପରିବାର, ସ୍ୱାମୀ ଏବଂ ବୃଦ୍ଧ ଶାଶୁ ଶ୍ୱଶୁରଙ୍କ ଯତ୍ନ ନେବା ହିଁ ତାର ସ୍ୱଧର୍ମ। ଏହାକୁ ଛାଡ଼ି ସେ ଯଦି ଦିନସାରା ମନ୍ଦିରରେ ବସେ, ତେବେ ଭଗବାନ ସେହି ପୂଜାକୁ କେବଳ ଏକ ଆଡମ୍ବର ବୋଲି ଗ୍ରହଣ କରନ୍ତି।